ଆଜିର ଆଜିର ଏହି ସ୍ୱତନ୍ତ୍ର ବିଶେଷ ଭାବରେ ସମାଜର ବା ବହୁତ ଆନ୍ଦୋଳନ ଆମେ କରିଛନ୍ତି, କିନ୍ତୁ ଏ ଆନ୍ଦୋଳନ ହେଉଛି ଏକ ନିଆରା ଆନ୍ଦୋଳନ। ଏ ଆନ୍ଦୋଳନ ହେଉଛି ଏ ଦେଶରେ ଯେଉଁ ଘୃଣା, ଯେଉଁ ହିଂସା, ଯେଉଁ ଅନ୍ୟାୟ, ଯେଉଁ ଅତ୍ୟାଚାର, ଯେଉଁ ଶୋଷଣ, ଯେଉଁ ଦଙ୍ଗା ସୃଷ୍ଟି ହେଉଛି ଏବଂ ଯେଉଁ ସଂଗଠନ, ଯେଉଁ ଶାସକ ବା ଯେଉଁ ଶାସକ, ଯେଉଁ ସରକାର ଏ ଦଙ୍ଗା ସୃଷ୍ଟି କରିବାରେ ପ୍ରଚ୍ଛନ୍ନ ଉଦ୍ୟମ କରୁଛନ୍ତି, ସେହି ଗୋଷ୍ଠୀ ବିରୁଦ୍ଧରେ ଏ ଦେଶରେ ସମସ୍ତ ପ୍ରକାର ଘୃଣା, ସମସ୍ତ ପ୍ରକାର ହିଂସା, ସମସ୍ତ ପ୍ରକାର ଦ୍ୱେଷ, ସମସ୍ତ ପ୍ରକାର ଘୃଣାକୁ ପରିସମାପ୍ତି କରି ଏକ ସମତା ଭିତ୍ତିକ, ଏକ ପ୍ରଜ୍ଞା ଭିତ୍ତିକ, ଏକ ଏକତା ଭିତ୍ତିକ, ଏକ ବିଜ୍ଞାନ ସମ୍ମତ ସମାଜ ବ୍ୟବସ୍ଥାରେ ଭାରତବର୍ଷର କେବଳ ନୁହଁ ସମଗ୍ର ବିଶ୍ୱର ସର୍ବବୃହତ୍ ଏବଂ ସର୍ବଶ୍ରେଷ୍ଠ ସମ୍ବିଧାନ ଦେଇଥିଲେ ସେ ବାବା ସାହେବ ଆମ୍ବେଦକର। ଚଞ୍ଚୁ ମଞ୍ଚୁ କିଛି ଦଲାଲ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ସେଇ ଦଲାଲ ମାନେ, ସେଇ ଦଙ୍ଗାକାରୀ ମାନେ, ସେଇ ହିଂସାକାରୀ ମାନେ, ସେଇ ନିର୍ଦ୍ଦେଶନାମା, ଉଲ୍ଲିଖିତ ନିର୍ଦ୍ଦେଶନାମା ଜାରି ରହିଛି ଯେ ସେ ଦଙ୍ଗା କଲେ ମଧ୍ୟ, ଭ୍ରଷ୍ଟାଚାର କଲେ ମଧ୍ୟ, ନିର୍ଯାତନା କଲେ ମଧ୍ୟ, ଅନ୍ୟାୟ କଲେ ମଧ୍ୟ, ଶୋଷଣ କଲେ ମଧ୍ୟ ଏବଂ ରେପ୍ କଲେ ମଧ୍ୟ, ହତ୍ୟା କଲେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ନାହିଁ। କାହିଁକି ନା ଇଏ ଚାଲିଛି ମନୁବାଦର ସରକାର, ଇଏ ମନୁସ୍ମୃତିର ସରକାର ଚାହୁଁଛନ୍ତି, ହିଂସା ରାଷ୍ଟ୍ର ସୃଷ୍ଟି କରିବାକୁ ଚାହୁଁଛନ୍ତି, ଘୃଣା ରାଷ୍ଟ୍ର ସୃଷ୍ଟି କରିବାକୁ ଚାହୁଁଛନ୍ତି ଏବଂ ଯେଉଁମାନେ ଏ କାର୍ଯ୍ୟ କରୁଛନ୍ତି ଏ ସରକାରଙ୍କର ପ୍ରଚ୍ଛନ୍ନ ସମର୍ଥନ ରହିଛି। ତେଣୁ ଆମର ଏ ଆନ୍ଦୋଳନ ଦେବା ପାଇଁ ଆଜି ମାତ୍ର ଏକ ଟ୍ରେଲର ସୃଷ୍ଟି ହେଇଛି, ଦେଖାଇ ଦିଆ ଯେ ଯଦି ଆମକୁ ମାରିଲ ଆମେ ସହି ନେଲୁ, ଆମ ଉପରେ ଅତ୍ୟାଚାର କଲ ଆମେ ସହି ନେଲୁ, ଆମକୁ ହତ୍ୟା ଧମକ ଦେଲ ଆମେ ସହି ନେଲୁ, ଆମ ହାତ କାଟି ନେବା ପାଇଁ କହିଲ ଆମେ ସହି ନେଲୁ, ଆମ ଗାଁ ଗହଳିରେ ଜାତିବାଦକୁ ପ୍ରସ୍ତାବିତ କଲ ତାକୁ ଆମେ ସହି ନେଲୁ, ଆମ ଚାକିରି ଆମେ ସହି ନେଲୁ, କିନ୍ତୁ ଆମର ମୁକ୍ତିଦାତା ବାବା ସାହେବ ଆମ୍ବେଦକରଙ୍କୁ ଯଦି ତୁମେ ଅନ୍ୟାୟ କରିବ, ଯଦି ଅପମାନିତ କରିବ, ତେବେ ଆମେ କେବେ ବି ବରଦାସ୍ତ କରିବୁ ନାହିଁ। ଅର୍ଥାତ୍ ଜୀବନ ଦେବା ପର୍ଯ୍ୟନ୍ତ ଆମେ ପ୍ରସ୍ତୁତ। ଯେଉଁମାନେ ଆପଣମାନେ ସମସ୍ତେ ସାମିଲ ହେଇଛନ୍ତି ବିଭିନ୍ନ